ଆଜି ମୁଁ ଆପଣଙ୍କ ସହ ସେୟାର କରିବି ପୁରୀର ରେସିପି। ତ ଆପଣମାନେ ଭାବୁଥିବେ ପୁରୀ କ'ଣ? ତ ଜଣେ ଭିଉଅର୍ସଙ୍କର ରିକ୍ୱେଷ୍ଟ ଥିଲା। ତା ସାଙ୍ଗରେ ଆଗରୁ ବି ବହୁତ ସାରା ରିକ୍ୱେଷ୍ଟ ଆସି ସାରିଛି ପୁରୀର ରେସିପି ପାଇଁ। ତେବେ ଚାଲନ୍ତୁ ପୁରା ପ୍ରଥମରୁ ଶେଷ ଯାଏଁ ମୁଁ ଆପଣଙ୍କ ସହ ସେୟାର କରିବି। ତ ଏଠି ମୁଁ ନେଇଛି 2 ରୁ 3 କପ୍ ଅଟା। ଆଉ ତା ସାଙ୍ଗରେ ସେଥିରେ ଲୁଣ ଆଡ୍ କରିଦେଇଛି। ଭଲ ଭାବରେ ମିଶେଇ ଦେବା। ବାକି ତେଲ, ଜୁଆଣି ବଗେରା ଏସବୁ ମୁଁ କିଛି ବି ଆଡ୍ କରେନି ପୁରୀ ପାଇଁ। ଏବେ ପାଣି ଆଡ୍ କରିକି ତାକୁ ଦଳି ନବା। କାହିଁକି ନା ମୁଁ ଗୋଟେ ହିଁ ଅଟା ଦଳେ, ସେଟା ରୁଟି ପାଇଁ ବି ୟୁଜ୍ କରେ, ପୁରୀ ପାଇଁ ବି ୟୁଜ୍ କରେ, ପରାଠା ପାଇଁ ବି ୟୁଜ୍ କରେ। ତ ସେଥିଲାଗି ମୁଁ ତେଲ ବଗେରା କିଛି ବି ଆଡ୍ କରେନି। ଗୋଟେ ହିଁ ଅଟା, କମନ୍ ଅଟା ଦଳିକି ମୁଁ ସବୁଥିରେ ଆଡ୍ କରେ। ଆଉ ବହୁତ ଭଲ ପୁରୀ ବି ଏଥିରେ ବି ବହୁତ ଭଲ ଫୁଲିବ। ଆପଣମାନେ ଭାବୁଥିବେ ଫୁଲିବନି ବୋଲି, କିନ୍ତୁ ବହୁତ ଭଲ ଫୁଲିକି ବନିଥାଏ। ତ ଦେଖନ୍ତୁ ଏଟାକୁ ଧୀରେ ଧୀରେ ପାଣି ଆଡ୍ କରିକା ଆମେ ଅଟାଟାକୁ ଏମିତି ଭାବରେ ଦଳି ନବା। ଏବେ ପୁରୀ ବେଲିବାର ଟାଇମ୍। ପୁରୀ ବେଲିବା ବେଳେ ମୁଁ ତେଲ ହିଁ ଦେଇକି ପୁରୀଟାକୁ ବେଲେ, ନହେଲେ ତେଲଟା ଖରାପ ହେଇଯାଏ ନର୍ମାଲି। ଯୋଉ ତେଲରେ ଛଣାଯାଏ, ଯଦି ଅଟା ଦେଇକି ବେଲିବେ ତାକୁ, ତେଲ ଠିକ୍ ଠାକ୍ ଗରମ ହେଲା ପରେ ହିଁ ପୁରୀକି ପକାନ୍ତୁ, ନହେଲେ ପୁରୀ ଫୁଲିବନି। ଆଉ ପୁରୀ ପକେଇବାର 1 ମିନିଟ୍ ଭିତରେ ତାକୁ ଓଲଟେଇ ଦିଅନ୍ତୁ। ଓଲଟେଇ ଦେଲେ 2 ପଟ ଯାକ କୁକ୍ ହେଇକି ପୁରୀଟା ଫୁଲିବ ଧୀରେ ଧୀରେ। ଆପଣମାନେ ଦେଖିପାରୁଥିବେ ଯେମିତି ସାଙ୍ଗେ ସାଙ୍ଗେ ପକେଇଲି, 1 ମିନିଟ୍ ଭିତରେ ତାକୁ ଆମେ ଓଲଟେଇ ଦେବା। ଗୋଟେ ସାଇଡ୍ 1 ମିନିଟ୍ କୁକ୍ ହେଲା ପରେ ସାଙ୍ଗେ ସାଙ୍ଗେ ଓଲଟେଇ ଦେଲେ ଦେଖନ୍ତୁ ପୁରୀ ଏମିତି ବହୁତ ଭଲ ଭାବରେ ଫୁଲିକି ବନିଥାଏ। 2ଟା ଜିନିଷ ଇମ୍ପୋର୍ଟାଣ୍ଟ ଏଥିରେ। ତ ପୁରୀ ବେଲିବା ବେଳେ ସମାନ ଭାବରେ ସେଇଟା ବେଲି ହେବା ଦରକାର। କୋଉଠି ବି ମୋଟା ପତଲା ରହିବନି। ସେକେଣ୍ଡ ଜିନିଷ ହେଲା ତେଲ ଠିକ୍‌ରେ ଗରମ ହେବା ଦରକାର। ପ୍ରଥମ ଥର ପାଇଁ ମୋର ଭିଡ଼ିଓ ଦେଖୁଥିଲେ ମୁଁ ଦୀପ୍ତି। ମୁଁ ନୋଏଡା ଏକ୍ସଟେନସନରେ ଚଲାଉଛି ନିଜର କ୍ଲାଉଡ୍ କିଚେନ୍।